ପାପୀକୁ ତାଙ୍କ ପାପ ପାଇଁ କେଉଁ ପ୍ରକାର ଦଣ୍ଡ ମିଳିଥାଏ? ବନ୍ଧୁଗଣ, ପ୍ରାୟତଃ ଆମେ ଦୈନନ୍ଦିନ ଜୀବନରେ କିଛି ନା କିଛି ପାପ କରି ଚାଲିଥାଉଁ। କିଛି ଲୋକ ଅଛନ୍ତି ଯାହାଙ୍କର ସମଗ୍ର ଜୀବନ ପାପରେ ଗଢ଼ି ଉଠିଥାଏ। ସେମାନଙ୍କର ସମ୍ପୂର୍ଣ୍ଣ ଦୈନନ୍ଦିନ କାର୍ଯ୍ୟ ପାପପୂର୍ଣ୍ଣ କାର୍ଯ୍ୟରେ ହୋଇଥାଏ। ଯାହାଙ୍କର ପରିବାର କେବଳ ପାପର ରୋଜଗାର ଉପରେ ନିର୍ଭରଶୀଳ ଏବଂ ସେମାନେ ସୁରକ୍ଷିତ ଅନୁଭବ କରନ୍ତି। ଯାହାଙ୍କର ଧନର କୌଣସି ଅଭାବ ନାହିଁ, ସେମାନଙ୍କୁ ଦେଖୁଥିବା ଅନ୍ୟ ଲୋକମାନେ ମଧ୍ୟ ଭାବନ୍ତି ଯେ ଏହି ବ୍ୟକ୍ତି ଏତେ ଖରାପ କରିବା ପରେ ମଧ୍ୟ ଏତେ ଖୁସିରେ କେମିତି ରହିଛି। ଆଉ କେତେକ ଲୋକମାନେ କୁହନ୍ତି ଯେ ପାପର ଫଳାଫଳ ଖରାପ। କ'ଣ ଏହି ବ୍ୟକ୍ତିଙ୍କର କେବେ ଖରାପ ହୁଏ ନାହିଁ? ଏହା ହେଉଛି ପାପ ଯାହା ଧୀରେ ଧୀରେ ବଢ଼ି ଚାଲିଥାଏ। ଭଗବାନ ଏପରି ପାପୀମାନଙ୍କୁ କାହିଁକି ଖୁସିରେ ରଖନ୍ତି? ତେବେ ଆପଣ ଏହି ଦୃଷ୍ଟାନ୍ତ ପରେ ସବୁକିଛି ବୁଝିପାରିବେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣ ସେହି ବିଷୟରେ ଜାଣିପାରିବେ। ଥରେ ଗୋଟିଏ ଗାଁରେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ରହୁଥିଲେ। ଜଣେ ସେଠଙ୍କର ଚିନି ଦୋକାନ ଥିଲା ଏବଂ ଅନ୍ୟ ଜଣଙ୍କର ମିଠା ଦୋକାନ ଥିଲା। ଉଭୟ ଦୋକାନ ପରସ୍ପର ବିପରୀତ ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବହୁତ ସଚ୍ଚୋଟ ଥିଲା ଏବଂ ଅନ୍ୟ ଜଣେ ମିଠା ତିଆରି କରୁଥିବା ବ୍ୟକ୍ତି ଥିଲା। ସେ କ୍ଷୀରରେ ପାଣି ମିଶାଉଥିଲେ। କ୍ଷୀରରେ ପାଣି ମିଶାଇ ଲୋକମାନଙ୍କୁ ପିଆଇ ଅସତ୍ ଧନ ଏବଂ ଅନୈତିକ ବ୍ୟବହାର କରୁଥିଲା। କିଛି ଦିନ ମଧ୍ୟରେ ଧନୀ ହୋଇଗଲା ଏବଂ ସଚ୍ଚୋଟ ଲୋକଟି ଦରିଦ୍ର ହୋଇଗଲା। ସେହି ଗରିବ ଲୋକଟି ବହୁତ ବିଦ୍ୱାନଙ୍କୁ ପଚାରିଥିଲା ଯେ କିପରି ଧନ ପ୍ରାପ୍ତ ହୁଏ। ତାଙ୍କୁ ଉତ୍ତର ମିଳିଥିଲା ଯେ ଧନ କେବଳ ଧାର୍ମିକତାରୁ ଆସେ। ଏବେ ସେ ଭାବୁଥିଲା ଯେ ଯଦି ଧନ କେବଳ ଧାର୍ମିକତାରୁ ଆସେ, ତେବେ ତାଙ୍କ ପଡ଼ୋଶୀ କିପରି ଅଧାର୍ମିକତା ଦ୍ୱାରା ଧନୀ ହେଉଛନ୍ତି। ଗୋଟିଏ ଦିନ ଜଣେ ଜ୍ଞାନୀ ସନ୍ଥ ତାଙ୍କ ଦ୍ୱାରକୁ ଆସିଲେ। ଦରିଦ୍ର ବ୍ୟକ୍ତିଟି ତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ ଯେ ଯଦି ଧନ କେବଳ ଧାର୍ମିକତାରୁ ଆସେ, ତେବେ ଯେଉଁମାନେ ଅଧର୍ମ କାମ କରନ୍ତି ସେମାନେ କାହିଁକି ଧନୀ ହୁଅନ୍ତି? ଏହି ପ୍ରଶ୍ନ ଶୁଣି ମହାତ୍ମା ଚୁପ୍ ହୋଇଗଲେ ଏବଂ କିଛି ଦିନ ସେଠାରେ ରହିଲେ। କିଛି ଦିନ ବିତିଗଲା। ଗୋଟିଏ ଦିନ ମହାତ୍ମା ସେହି ସଚ୍ଚୋଟ ଗରିବ ଲୋକଟିକୁ କହିଲେ, ଆସ ଭାଇ, ଆଜି ଗଙ୍ଗାରେ ସ୍ନାନ କରିବାକୁ ମୋ ସହିତ ଆସ। ତାପରେ ସେହି ସଚ୍ଚୋଟ ଗରିବ ଲୋକଟି ମହାତ୍ମାଙ୍କ ସହିତ ଗଲା। ସେଠାରେ ପହଞ୍ଚିବା ପରେ ମହାତ୍ମା ଜଣେ ବ୍ୟକ୍ତିଙ୍କ ଆକାରଠାରୁ ଗଭୀର ଏକ କୂଅ ଖୋଳି ସଚ୍ଚୋଟ ଲୋକଟିକୁ ସେହି କୂପରେ ଠିଆ କରାଇଲେ। ଏହାପରେ ମହାତ୍ମା ଅନ୍ୟ ଲୋକମାନଙ୍କୁ ସେହି କୂଅରେ ପାଣି ଢାଳିବାକୁ କହିଲେ। ଅନେକ ଲୋକ 100 କିମ୍ବା 200 ପାତ୍ର ପୂରଣ କରି କୂଅରେ ପାଣି ଢାଳିବାକୁ ଲାଗିଲେ। ପାଣି ଢାଳିବା ପରେ ପାଣି ସେହି ବ୍ୟକ୍ତିଙ୍କ ବେକ ପର୍ଯ୍ୟନ୍ତ ପହଞ୍ଚିଲା। ସଚ୍ଚୋଟ ବ୍ୟକ୍ତି କହିଲେ, ଏବେ ଯଦି ଆଉ 24 ଘଣ୍ଟା ପାଣି ଢାଳି ଦିଆଯାଏ, ତେବେ ମୁଁ ବୁଡ଼ି ମରିଯିବି। ମହାତ୍ମା କହିଲେ, ଯଦି ତୁମେ 100 ପାତ୍ରରେ ପାଣି ଢାଳି ପୂରଣ ନ କର, ତେବେ 2-4ଟି ପାତ୍ରରେ ପାଣି ଢାଳି କିପରି ଜଣେ ଲୋକ ମରିଯିବ? ମହାତ୍ମା କହିଲେ, ଚିନ୍ତା କର ନାହିଁ, ମୁଁ ତୁମର ପ୍ରଶ୍ନର ଉତ୍ତର ଦେବା ପାଇଁ ଏସବୁ କରିଛି ଯେ ଏହି ପାଣି ପରି ଯେପର୍ଯ୍ୟନ୍ତ ପାପ ମଣିଷ ଭିତରେ କଣ୍ଟା ହୋଇ ରହିଥାଏ ଜଣାପଡ଼େ ନାହିଁ। ଯେବେ ଏହା ଆହୁରି ବଢ଼ିଯାଏ, ତାପରେ ଶ୍ୱାସରୁଦ୍ଧ ହେବାକୁ ଲାଗେ, ସେତେବେଳେ ହିଁ ଏହାର କୁପ୍ରଭାବ ଜଣାପଡ଼େ। ସେହିପରି ଅଧର୍ମ ଦ୍ୱାରା ଅର୍ଜିତ ଧନ ଅଗ୍ନି ଦ୍ୱାରା ନଷ୍ଟ ହୋଇଯାଏ କିମ୍ବା ଚୋର ଦ୍ୱାରା ଚୋରି ହୋଇଯାଏ କିମ୍ବା କୌଣସି ରୋଗ କିମ୍ବା ମକଦ୍ଦମାରେ ହଜିଯାଏ, ସେତେବେଳେ ହିଁ ଏହାର କୁପ୍ରଭାବ ଜଣାପଡ଼େ। ବାସ୍ତବରେ ଧନ କେବଳ ଧର୍ମ ଦ୍ୱାରା ସୁରକ୍ଷିତ। ପାପର ଦଣ୍ଡକୁ ବହୁତ ବିଳମ୍ବ ବୋଲି ବିଚାର କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ ଶିଶୁପାଳକୁ ହତ୍ୟା କରିବା ପୂର୍ବରୁ ଯେତେବେଳେ ଶିଶୁପାଳ ସଭାର ମଧ୍ୟଭାଗରେ ଦୁର୍ବ୍ୟବହାର କରୁଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଚୁପଚାପ ହୋଇ ଶୁଣୁଥିଲେ,
ସେତେବେଳେ ସଭାର ଉପସ୍ଥିତ ଥିବା ସମସ୍ତେ ଭାବୁଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ତାଙ୍କର କିଛି କରିପାରିବେ ନାହିଁ। ଶିଶୁପାଳ 100ରୁ ଅଧିକ ଅଶ୍ଳୀଳ ଭାଷା କହି ଶ୍ରୀକୃଷ୍ଣଙ୍କୁ ଗାଳି ଦେବାରୁ ଶ୍ରୀକୃଷ୍ଣ ତାଙ୍କୁ ସୁଦର୍ଶନ ଚକ୍ରରେ ମୁଣ୍ଡ କାଟି ବଦ୍ଧ କରିଥିଲେ। ଠିକ୍ ସେହିପରି ଯେତେବେଳେ ଜଣେ ବ୍ୟକ୍ତି ପାପ ଏବଂ ଅତ୍ୟାଚାର କରେ ସେ ଧନୀ ଏବଂ ସମୃଦ୍ଧ ହୁଏ। ସମସ୍ତେ ଅନୁଭବ କରନ୍ତି ଯେ ସେ ତାଙ୍କ ପାପ ଅଧର୍ମ କାମ କରିବା ସତ୍ତ୍ୱେ ମଧ୍ୟ ସଫଳ ହେଉଛି। ଭଗବାନ ତାଙ୍କୁ କେବେ ଦଣ୍ଡ ଦେବେ। ବନ୍ଧୁଗଣ, କୁହାଯାଏ ଯେ ପାପର ପରିଣାମ ସର୍ବଦା ଖରାପ ହୋଇଥାଏ। ଧର୍ମ ପଥରେ ରହି କେତେବେଳେ ଶୀଘ୍ର ସଫଳତା ମିଳିବା କଷ୍ଟକର ହୋଇଥାଏ, ତଥାପି ଶେଷରେ ଧର୍ମର ଜୟ ହୋଇଥାଏ। ଯେତେବେଳେ ପାପର ପାତ୍ର ପୂର୍ଣ୍ଣ ହୁଏ, ଏହା ଗୋଟିଏ ଦିନ ଫାଟିଯାଏ। କିଛି ଅକ୍ଷୁର୍ଣ୍ଣ ରହେ ନାହିଁ, ସବୁକିଛି ନଷ୍ଟ ହୋଇଯାଏ। ଅତ୍ୟାଚାରୀମାନଙ୍କ ବିଷୟରେ କୁହାଯାଇଛି ଯେ ଯେଉଁ ଦୁଷ୍ଟ ନିରୀହ ଲୋକଙ୍କୁ ଅସୁବିଧାରେ ପକାଇଥାଏ, ସେମାନଙ୍କର ନିରୀହ ସ୍ୱଭାବ ସହିତ ମଧ୍ୟ ସେମାନେ ରାତିରେ ଶାନ୍ତିରେ ଶୋଇପାରନ୍ତି ନାହିଁ। ଯେଉଁମାନଙ୍କର ମନ ପାପ କାମରେ ବ୍ୟସ୍ତ, ଅନ୍ୟମାନଙ୍କର ହିତକର ଗୁଣ କଥା ଉପଦେଶଗୁଡ଼ିକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ, ସର୍ବଦା ଅନ୍ୟମାନଙ୍କୁ ଘୃଣା ବା ଖରାପ ଦୃଷ୍ଟି ସ୍ୱାର୍ଥ ହାସଲ କରିବା ପାଇଁ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇଥାନ୍ତି, ଏପରି କରୁଥିବା ଲୋକଙ୍କୁ ଭଗବାନ ଦଣ୍ଡ ଦେଇଥାନ୍ତି। ଧନର ସମ୍ପୂର୍ଣ୍ଣ ପରିପୂର୍ଣ୍ଣତା ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଧାର୍ମିକତା ଅଭ୍ୟାସ କରିବାକୁ ପଡ଼ିବ। ଯେପରି ଅମୃତ ସ୍ୱର୍ଗରୁ ଦୂରରେ ନୁହେଁ, ସେହିପରି ଧନ ଧାର୍ମିକତାରୁ ଅଲଗା ହୋଇପାରିବ ନାହିଁ। ଯେଉଁମାନେ ସମୟ ଅନୁସାରେ ଧାର୍ମିକତା ଅଭ୍ୟାସ କରନ୍ତି, ସେମାନେ ଏହି ଜଗତ ଏବଂ ପରଲୋକରେ ଧନ ଏବଂ ଆନନ୍ଦ ପାଆନ୍ତି। ସଚ୍ଚୋଟ ଭାବରେ ଅର୍ଜିତ ଧନ ସର୍ବଦା ଯୋଗ୍ୟ। ପାପକର୍ମ ଦ୍ୱାରା ଅର୍ଜିତ ଧନ ସର୍ବଦା ନଷ୍ଟ ହୋଇଯାଏ। ଆପଣ ଏପରି ସମ୍ପତ୍ତିରୁ ସମ୍ପୂର୍ଣ୍ଣ ଲାଭ ପାଇପାରିବେ ନାହିଁ। ଏହା ଅସୁବିଧାକୁ ବୃଦ୍ଧି କରେ। ତେଣୁ ଧର୍ମ ଅନୁସାରେ ଆପଣଙ୍କର କାମ କରନ୍ତୁ। ଆପଣ ଏବଂ ଆପଣଙ୍କ ପରିବାର ସର୍ବଦା ସୁରକ୍ଷିତ ରହିବେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡ଼ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।